ଆଜି ଆମେ ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ଶସ୍ୟ ଉତ୍ପାଦନ ଓ ପରିଚାଳନା ବିଷୟର କ୍ୱେଶ୍ଚିନ୍ ଆନ୍ସର ଗୁଡ଼ିକ ଆଲୋଚନା କରିବା। 1 ନମ୍ବରଟି ଦେଇଛି ନିମ୍ନରେ ଥିବା ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। କ ନମ୍ବରଟି ଦେଇଛି କୌଣସି ଏକ ପ୍ରକାର ଉଦ୍ଭିଦ ବହୁ ପରିମାଣରେ ଚାଷ କରିବାକୁ ଫସଲ କୁହାଯାଏ। ତାପରେ ଖ ନମ୍ବରଟି ଦେଇଛି ଫସଲ ଉତ୍ପାଦନ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ପ୍ରଥମ ପଦକ୍ଷେପ ଅଟେ। ତାପରେ ଗ ନମ୍ବରଟି ନଷ୍ଟ ହେଉଥିବା ମଞ୍ଜି ଗୁଡ଼ିକ ପାଣି ଉପରେ ଭାସିବାକୁ ଲାଗେ। ତାପରେ ଘ ନମ୍ବର ଫସଲ ଉତ୍ପାଦନ ପାଇଁ ପ୍ରଚୁର ସୂର୍ଯ୍ୟାଲୋକ ଏବଂ ଜଳ ସହ ମୃତ୍ତିକାସ୍ଥ ପୋଷକ ଆବଶ୍ୟକ। ତାପରେ 2 ନମ୍ବରଟି ଦେଇଛି କ ସ୍ତମ୍ଭର ଶବ୍ଦ ସହ ଖ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ମିଳାଅ। କ ସ୍ତମ୍ଭ ସହ ଖ ସ୍ତମ୍ଭ ମିଳିଲେ ଖରିଫ ଫସଲ ହବ ଧାନ ଓ ମକା, ରବି ଫସଲ ହବ ଗହମ, ବୁଟ ଓ ମଟର, ରାସାୟନିକ ସାର ହବ ୟୁରିଆ ଏବଂ ସୁପର ଫସଫେଟ୍, ଜୈବିକ ସାର ହବ ପ୍ରାଣୀର ମଳ ଓ ଗୋବର, ମୂତ୍ର ଏବଂ ଉଦ୍ଭିଦ ଅବଶେଷ। ତାପରେ 3 ନମ୍ବରଟି ଦେଇଛି ପ୍ରତ୍ୟେକରୁ 2ଟି ଲେଖାଏଁ ଉଦାହରଣ ଦିଅ ଖରିଫ ଫସଲ ଏବଂ ରବି ଫସଲ। ଖରିଫ ଫସଲ ଉଦାହରଣ ହେଉଛି ଚିନାବାଦାମ ଆଉ କପା, ରବି ଫସଲ ଉଦାହରଣ ହେଉଛି ସୋରିଷ ଓ ରାଶି। ତାପରେ 4 ନମ୍ବରଟି କହିଛି ଗୋଟିଏ ବା 2ଟି ବାକ୍ୟରେ ଉତ୍ତର ଦିଅ। କ ନମ୍ବରଟି କହିଛି ସବୁଜ ସାର କାହାକୁ କୁହନ୍ତି? ଉତ୍ତର ସବୁଜ ଉଦ୍ଭିଦ ପଚିସଢ଼ି ଯେଉଁ ସାର ପ୍ରସ୍ତୁତ ହୁଏ ତାକୁ ସବୁଜ ସାର କୁହନ୍ତି। ତାପରେ ଖ ନମ୍ବରଟି ଦେଇଛି କମ୍ବାଇନ ମେସିନର କାର୍ଯ୍ୟ କ'ଣ? ଉତ୍ତର କମ୍ବାଇନ ମେସିନ ଦ୍ୱାରା ଧାନ କାଟିବା ଓ ଉଡ଼ାଇବା ଉଭୟ କାର୍ଯ୍ୟ କରାଯାଇଥାଏ। ତାପରେ ଗ ନମ୍ବରଟି କହିଛି ଅମଳ ପରେ ମଞ୍ଜିକୁ ପବନରେ ଉଡ଼ାଯାଏ କାହିଁକି? ଉତ୍ତର ଅମଳ ପରେ ମଞ୍ଜିକୁ ପବନରେ ଉଡ଼ାଇଲେ ଏଥିରେ ଥିବା ଅଗାଡ଼ି ଓ ଧୂସ ଅଲଗା ହୋଇଯାଏ। ତାପରେ ଘ ନମ୍ବରଟି କହିଛି ଉତ୍ତମ ମଞ୍ଜି ବାଛିବା କିପରି? ଉତ୍ତର ମଞ୍ଜିକୁ ପାଣିରେ ଭସାଇ ଦେଲେ ଯେଉଁ ମଞ୍ଜି ଗୁଡ଼ିକ ପାଣିରେ ଭାସିବ ସେଗୁଡ଼ିକ ଖରାପ ମଞ୍ଜି, ସେଗୁଡ଼ିକ ବାଦ ଦେଲେ ଅନ୍ୟ ମଞ୍ଜି ଗୁଡ଼ିକ ଉତ୍ତମ ମଞ୍ଜି। ତାପରେ ଓ ନମ୍ବରଟି କହିଛି ବୁନ୍ଦା ଜଳସେଚନ କହିଲେ କ'ଣ ବୁଝ? ଉତ୍ତର ବୁନ୍ଦା ଜଳସେଚନ ପଦ୍ଧତିରେ ଜଳ ବୁନ୍ଦା ବୁନ୍ଦା ହୋଇ ଫସଲର ମୂଳରେ ପଡ଼େ, ଏଥିରେ ଜଳ ଆଦୌ ନଷ୍ଟ ହୁଏ ନାହିଁ। ତାପରେ 5 ନମ୍ବରଟି କହିଛି ସଂକ୍ଷେପରେ ନିଜ ଭାଷାରେ ଲେଖ। କ ନମ୍ବରଟି ଦେଇଛି ମୃତ୍ତିକା ପ୍ରସ୍ତୁତି। ମୃତ୍ତିକା ପ୍ରସ୍ତୁତିର ଆମେ ପଏଣ୍ଟ ଗୁଡ଼ିକ ଲେଖିବା। ଫାର୍ଷ୍ଟ ବିଟ୍ରେ ଆମେ ଲେଖିବା ଶସ୍ୟ ଉତ୍ପାଦନ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ହେଉଛି ପ୍ରାଥମିକ ସୋପାନ। ସେକେଣ୍ଡରେ ଉନ୍ନତ କୃଷିର ମୁଖ୍ୟ ଉଦ୍ଦେଶ୍ୟ ହେଲା ମୃତ୍ତିକାର ସ୍ଥାନାନ୍ତରଣ ଓ ମୃତ୍ତିକାକୁ ହାଲୁକା କରିବା। 3 ନମ୍ବର ପଏଣ୍ଟରେ ଲେଖିବା ମାଟି ଅଦାଳିଆ ଥିବାବେଳେ ହଳ କଲେ ସହଜରେ ମାଟି ଉପର ତଳ ହୋଇଥାଏ। 4 ନମ୍ବର ପଏଣ୍ଟଟି ଲେଖିବା ହଳ ସମୟରେ ବାହାରି ପଡ଼ୁଥିବା ବଡ଼ ବଡ଼ ମାଟି ଖଣ୍ଡକୁ ଟେକା କହନ୍ତି। ଏହି ମାଟି ଟେକାକୁ କାଠ ବାଉଁଶ ତିଆରି ମଇ ଦ୍ୱାରା ଗୁଣ୍ଡ କରି ସମତୁଲ କରାଯାଏ। 5 ନମ୍ବର ପଏଣ୍ଟ ଲେଖିବା ବେଳେବେଳେ ମୃତ୍ତିକା ପ୍ରସ୍ତୁତି ବେଳେ ହଳ ସମୟରେ ଜମିରେ ସାର ପ୍ରୟୋଗ କରାଯାଇଥାଏ। 6 ନମ୍ବର ପଏଣ୍ଟରେ ଲେଖିବା ଜମିକୁ ଚାଷ କଲାବେଳେ ଏଥିରୁ ଘାସ ଚେକା ଗୁଡ଼ିକ ବାଛି ଫୋପାଡ଼ି ଦିଆଯାଏ। ତାପରେ ଖ ନମ୍ବରରେ ଆସିଲା ମଞ୍ଜି ବୁଣା। ଏହାର ପ୍ରଥମ ବିଟି ଲେଖିବା ମଞ୍ଜି ବୁଣିବା ପୂର୍ବରୁ ମଞ୍ଜିକୁ ଜଳରେ ଭସାଇ ଉତ୍ତମ ମଞ୍ଜି ବଛାଯାଏ। 2 ନମ୍ବର ପଏଣ୍ଟରେ ଲେଖିବା ଉନ୍ନତ ମାନର ବିହନ ଅଧିକ ଅମଳକ୍ଷମ, ପରିଷ୍କାର, ଶୁଷ୍କ ଓ ଉନ୍ନତ କିସମର ହେବା ଆବଶ୍ୟକ। 3 ନମ୍ବର ପଏଣ୍ଟରେ ଲେଖିବା ଏବେ ପାରମ୍ପରିକ ଯନ୍ତ୍ର ଦ୍ୱାରା ମଞ୍ଜି ବୁଣା ପଦ୍ଧତି ସମୟ ସାପେକ୍ଷ ଓ ବ୍ୟୟବହୁଳ ହେଉଛି, ତେଣୁ ଡ୍ରିଲିଂ ଯନ୍ତ୍ର ଦ୍ୱାରା କମ୍ ଖର୍ଚ୍ଚରେ କମ୍ ସମୟରେ ମଞ୍ଜି ବୁଣା କାର୍ଯ୍ୟ କରିବା ଆବଶ୍ୟକ। ଏହା ଫଳରେ ମଞ୍ଜି ଗୁଡ଼ିକ ସମାନ ଭାବରେ ଠିକ୍ ଦୂରତାରେ ଓ ସମାନ ଗଭୀରତାରେ ପଡ଼େ। ମଞ୍ଜି ଉପରେ ମାଟି ଘୋଡ଼ାଇ ହୋଇ ପଡ଼ିଥିବାରୁ ପକ୍ଷୀମାନେ ମଞ୍ଜିକୁ ଖାଇପାରନ୍ତି ନାହିଁ। ଏଥିରେ କମ୍ ସମୟ ଲାଗେ ଓ ମଜୁରୀ କମ୍ ଖର୍ଚ୍ଚ ହୁଏ। ତାପରେ ଗ ନମ୍ବର ଦେଇଛି ତୃଣକ ଦମନ। ଫାର୍ଷ୍ଟ ପଏଣ୍ଟଟି ଲେଖିବା ଅନାବଶ୍ୟକ ଭାବେ ଜମିରେ ପଡ଼ୁଥିବା ଅନାବନା ଗଛକୁ ତୃଣକ କହନ୍ତି। ସେକେଣ୍ଡରେ ଲେଖିବା ତୃଣକ ଗୁଡ଼ିକୁ ଚାଷ ଜମିରୁ ନିର୍ମୂଳ ଭାବରେ ତୃଣକ ଦମନ କରାଯାଏ। 3 ନମ୍ବର ପଏଣ୍ଟରେ ଲେଖିବା ଫୁଲ ଓ ମଞ୍ଜି ଧରିବା ପୂର୍ବରୁ ତୃଣକ ଦମନ ଏକାନ୍ତ ଆବଶ୍ୟକ। 4 ନମ୍ବର ପଏଣ୍ଟରେ ଲେଖିବା ହାତରେ ତୃଣକ ଗୁଡ଼ିକୁ ଉପାଡ଼ି ଦମନ କରାଯାଇପାରେ। 5 ନମ୍ବର ପଏଣ୍ଟରେ ଲେଖିବା ଖୁରୁପି ବା ମଞ୍ଜି ଡ୍ରିଲ୍ ଯନ୍ତ୍ର ଦ୍ୱାରା ମଧ୍ୟ ତୃଣକ ଦମନ କରାଯାଇପାରିବ। ତାପରେ 6 ନମ୍ବରରେ ଲେଖିବା 2,4.D ଆଦି ତୃଣକ ମାରିକୁ ପାଣିରେ ଗଳାଇ ଜମିରେ ଛିଞ୍ଚନ କଲେ ତୃଣକ ଗୁଡ଼ିକ ଅଳ୍ପ ଦିନରେ ମରିଯାଆନ୍ତି। ତାପରେ 7 ନମ୍ବରରେ ଲେଖିବା ତୃଣକ ମାରି ପ୍ରୟୋଗ ବେଳେ ସିଞ୍ଚନକାରୀ ବ୍ୟକ୍ତି ନାକ ପାଟିକୁ ଘୋଡ଼ାଇ ସତର୍କତାର ସହିତ ସିଞ୍ଚନ କରିବା ଆବଶ୍ୟକ। ତାପରେ ଘ ନମ୍ବରରେ ଦେଇଛି ଉଇନୋଇଂ। ଏହାର ପ୍ରଥମ ପଏଣ୍ଟରେ ଲେଖିବା ଅମଳ ହୋଇଥିବା ଦାନାକୁ କୁଲା ବା ମେସିନ ଦ୍ୱାରା ଉଡ଼ାଇ ଅଗାଡ଼ି ଅଲଗା କରି ମଞ୍ଜି ସଂଗ୍ରହ କରିବାକୁ ଉଇନୋଇଂ ପଦ୍ଧତି କୁହାଯାଏ। ତାପରେ ସେକେଣ୍ଡ ବିଟ୍ରେ ଆମେ ଲେଖିବା ଏହା ଫଳରେ ମଞ୍ଜିରେ ଧୂସ ଅଗାଡ଼ି ନ ରହି ମଞ୍ଜି ପରିଷ୍କାର ରହେ। ତାପରେ 6 ନମ୍ବରଟି ଦେଇଛି ରାସାୟନିକ ସାର ଜୈବିକ ସାର ଠାରୁ କିପରି ପୃଥକ। ଆମେ ଗୋଟେ ପଟେ ରାସାୟନିକ ସାର ଲେଖିବା, ଅନ୍ୟପଟେ ଜୈବିକ ସାର ଲେଖିବା। ରାସାୟନିକ ସାରର ପ୍ରଥମ ପଏଣ୍ଟରେ ଲେଖିବା ରାସାୟନିକ ସାର ଏକ ଅଜୈବ ଲବଣ। ଜୈବିକ ସାରର ପ୍ରଥମ ପଏଣ୍ଟରେ ଲେଖିବା
ଜୈବିକ ସାର ଏକ ପ୍ରାକୃତିକ ପଦାର୍ଥ ଯାହା ମନୁଷ୍ୟର ବର୍ଜ୍ୟବସ୍ତୁ ଗୋବର ଓ ଉଦ୍ଭିଦର ଅବଶେଷର ବିଘଟନରୁ ମିଳିଥାଏ। ୟାର ସେକେଣ୍ଡ ପଏଣ୍ଟରେ ଲେଖିବା ଏହା କାରଖାନାରେ ପ୍ରସ୍ତୁତ କରାଯାଏ। ୟାର ସେକେଣ୍ଡ ପଏଣ୍ଟରେ ଲେଖିବା ଏହା ଜମିରେ ପ୍ରସ୍ତୁତ କରାଯାଏ। ୟାର 3 ନମ୍ବର ପଏଣ୍ଟରେ ଲେଖିବା ଏହା ମୃତ୍ତିକାକୁ ହ୍ୟୁମସ୍ ଦେଇନଥାଏ। ୟାର 3 ନମ୍ବର ପଏଣ୍ଟରେ ଲେଖିବା ଏହା ଜମିକୁ ପ୍ରଚୁର ପରିମାଣର ହ୍ୟୁମସ୍ ଯୋଗାଇଥାଏ। ୟାର 4 ନମ୍ବର ପଏଣ୍ଟରେ ଲେଖିବା ଏଗୁଡ଼ିକ ଉଦ୍ଭିଦ ପୋଷକ ଯଥା ନାଇଟ୍ରୋଜେନ୍ ଫସ୍ଫରସ୍ ଓ ପଟାସିୟମ୍ ଆଦି ପୋଷକରେ ପରିପୂର୍ଣ୍ଣ ହୋଇଥାଏ। ୟାର 4 ନମ୍ବର ପଏଣ୍ଟରେ ଲେଖିବା ଏଥିରେ ଉଦ୍ଭିଦ ପୋଷକ ଖୁବ୍ କମ୍ ପରିମାଣରେ ଥାଏ। ୟାର ନମ୍ବର 5ଟି ଲେଖିବା କେତେକ ରାସାୟନିକ ସାରର ଉଦାହରଣ ହେଲା ୟୁରିଆ ସୁପର ଫସ୍ଫେଟ୍ ପଟାସ NPK ସାର DAP। ୟାର 5 ନମ୍ବର ପଏଣ୍ଟଟି ଲେଖିବା ଜୈବିକ ସାର ଉଦାହରଣ ହେଲା ଜିଆ ଖତ ବରଝାଞ୍ଜି ଖତ ଗୋବର ହାଡ଼ଗୁଣ୍ଡ ପିଡ଼ିଆ। ୟାର 6 ନମ୍ବରରେ ଲେଖିବା ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ କଲେ ଜମି ତାର ଉର୍ବରତା ହରାଏ। ୟାର 6 ନମ୍ବରରେ ଲେଖିବା ଅଧିକ ଜୈବିକ ସାର ଜମିର ଉର୍ବରତା ବଢ଼ାଏ। ୟାର 7 ନମ୍ବରରେ ଲେଖିବା ରାସାୟନିକ ସାର ମୃତ୍ତିକା ପ୍ରଦୂଷଣର ଏକ ଉତ୍ସ। ୟାର 7 ନମ୍ବରରେ ଲେଖିବା ଏହା ସାଧାରଣତଃ ମୃତ୍ତିକା ପ୍ରଦୂଷଣ କରିନଥାଏ। ୟାର 8 ନମ୍ବର ପଏଣ୍ଟରେ ଲେଖିବା ଜମିରେ ରାସାୟନିକ ସାର ପ୍ରୟୋଗ କଲେ ଜମିର ଜଳ ଧାରଣ କ୍ଷମତା ବୃଦ୍ଧି ହୁଏ ନାହିଁ। ୟାର 8 ନମ୍ବର ପଏଣ୍ଟରେ ଲେଖିବା ଖତ ପ୍ରୟୋଗ ଦ୍ୱାରା ମୃତ୍ତିକା ଉନ୍ନତ ହୁଏ ଓ ଜଳ ଧାରଣ କ୍ଷମତା ବୃଦ୍ଧି ପାଏ। ୟାର 9 ନମ୍ବର ପଏଣ୍ଟରେ ଲେଖିବା ଏହା କେତେକ ଜିଆ ଓ ଅଣୁଜୀବ ସଂଖ୍ୟା ମାଟିରେ କମାଇ ଦିଏ। ୟାର 9 ନମ୍ବର ପଏଣ୍ଟରେ ଲେଖିବା ଖତ ସାର ପ୍ରୟୋଗ ଫଳରେ ମାଟିରେ ଉପକାରୀ ଅଣୁଜୀବ ସଂଖ୍ୟା ବୃଦ୍ଧି ହୁଏ। ତାପରେ 7 ନମ୍ବରରେ ଦେଇଛି ଜଳସେଚନ କାହାକୁ କହନ୍ତି? ଜଳସେଚନର 2ଟି ପଦ୍ଧତି ବର୍ଣ୍ଣନା କର ଯେଉଁଥିରେ ଜଳ ସଂରକ୍ଷଣ ହୁଏ। ୟାର ଉତ୍ତରରେ ଆମେ ଲେଖିବା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଫସଲକୁ ଆବଶ୍ୟକ ଜଳ ଯୋଗାଇବାକୁ ଜଳସେଚନ କୁହାଯାଏ। ଜଳସେଚନର 2ଟି ପଦ୍ଧତି ହେଲା ସ୍ପ୍ରିଙ୍କଲର ପଦ୍ଧତି ଓ ବୁନ୍ଦା ପଦ୍ଧତି। ଏହି 2ଟି ପଦ୍ଧତିରେ ଜଳ ସଂରକ୍ଷଣ ହୋଇଥାଏ। ତାପରେ ମୁଁ ଏଠାରେ ସ୍ପ୍ରିଙ୍କଲର ପଦ୍ଧତି ବା ଛିଞ୍ଚା ପଦ୍ଧତି ଏବଂ ବୁନ୍ଦା ପଦ୍ଧତିର କିଛି ପଏଣ୍ଟ ଲେଖିଦେଇଛି। ଏଗୁଡ଼ାକ ତୁମେମାନେ ଖାତାରେ ଲେଖି ନେଇଯିବ। ତାପରେ 8 ନମ୍ବରଟି ଦେଇଛି ବର୍ଷା ଦିନେ ଗହମ ବୁଣିଲେ କ'ଣ ଅସୁବିଧା ହେବ? କାରଣ ସହ ବର୍ଣ୍ଣନା କର। ଆମେ ଲେଖିବା ଗହମ ଏକ ରବି ଜାତୀୟ ଫସଲ। ଗହମ ଫସଲ କମ୍ ଜଳ ଆବଶ୍ୟକ କରେ। ବର୍ଷା ଦିନେ ଗହମ ଚାଷ କଲେ ଜମିରେ ଜଳାଧିକ୍ୟ ହେତୁ ଗହମ ଗଛ ଗୁଡ଼ିକ ପଚିଯାଏ। ପ୍ରବଳ ବର୍ଷାରେ ଗହମ ଅମଳ କରିବାରେ ଅସୁବିଧା ଦେଖାଯାଏ। ତେଣୁ ବର୍ଷା ଦିନରେ ଗହମ ଚାଷ କରାଯାଏ ନାହିଁ। ତାପରେ 9 ନମ୍ବରଟି ଦେଇଛି ବାରମ୍ବାର ଫସଲ ଚାଷ କଲେ ଜମିରେ କି କ୍ଷତି ହୁଏ? ଉତ୍ତରରେ ଆମେ ଲେଖିବା ବାରମ୍ବାର ଜମିରେ ଫସଲ ଚାଷ କଲେ ମୃତ୍ତିକାରେ କେତୋଟି ପୋଷକ ପଦାର୍ଥ କମିଯାଏ। ଜମିରେ ବାରମ୍ବାର ଚାଷ କଲେ ଜମିରେ ସାର ପ୍ରୟୋଗ କରିବାକୁ ପଡ଼େ। ତେଣୁ ଆବଶ୍ୟକତାଠାରୁ କମ୍ ବା ବେଶୀ ସାର ପ୍ରୟୋଗ ଦ୍ୱାରା ଦୁର୍ବଳ ଗଛ ସୃଷ୍ଟି କରେ। ସାର ପ୍ରୟୋଗ ଫଳରେ କେତେକ ଉପକାରୀ ଅଣୁଜୀବ ଓ ଜିଆ ନଷ୍ଟ ହୋଇଯିବା ଫଳରେ ଜମି ତାର ଉର୍ବରତା ହରାଏ। ତାପରେ 10 ନମ୍ବରରେ ଦେଲା ତୃଣକୁ କାହାକୁ କହନ୍ତି? ସେଗୁଡ଼ିକ କିପରି ଦମନ କରାଯାଏ? ଉତ୍ତରରେ ଲେଖିବା ଫସଲରେ ଅଦରକାରୀ ଭାବେ ବଢ଼ୁଥିବା ଅନାବନା ଗଛକୁ ତୃଣକ କହନ୍ତି। ଏଗୁଡ଼ିକ ବିଭିନ୍ନ ଉପାୟରେ ଦମନ କରାଯାଏ। ହାତରେ ତୃଣକ ଗୁଡ଼ିକ ଉପାଡ଼ି ବାହାରେ ଫୋପାଡ଼ି ଦିଆଯାଏ। ଖୁରୁପି ବା ମଞ୍ଜି ଡ୍ରିଲ୍ ଯନ୍ତ୍ର ଦ୍ୱାରା ତୃଣକ ଗୁଡ଼ିକୁ ମଧ୍ୟ ଉପାଡ଼ି ଦିଆଯାଇପାରିବ। କେତେକ ତୃଣମାରି ରାସାୟନିକ ପଦାର୍ଥ ଯଥା 2,4,-D ଆଦିକୁ ଜଳରେ ଗୋଳି ସତର୍କତାର ସହିତ ସିଞ୍ଚନ ଯନ୍ତ୍ର ଦ୍ୱାରା ସିଞ୍ଚନ କରି ମଧ୍ୟ ତୃଣକ ଦମନ କରାଯାଇପାରିବ। ତାପରେ 11 ନମ୍ବରରେ ଦେଇଛି ଆଖୁ ଉତ୍ପାଦନରେ ଫ୍ଲୋ ଚାର୍ଟ ଦେଖାଇବା ପାଇଁ ନିମ୍ନଲିଖିତ ବାକ୍ସ ଗୁଡ଼ିକ କ୍ରମ ଅନୁସାରେ ସଜାଅ। ଏଗୁଡ଼ିକୁ କ୍ରମ ଅନୁସାରେ ସଜାଇଲେ ହେବ ମୃତ୍ତିକା ପ୍ରସ୍ତୁତି, ହଳ କରିବା, ଲଗାଇବା, ସାର ପ୍ରୟୋଗ, ଜଳସେଚନ, ଅମଳ, ଆଖୁ କାରଖାନାକୁ ପଠାଇବା। ତାପରେ 12 ନମ୍ବରରେ ଦେଇଛି ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦ ଧନ୍ଦା ପୂରଣ କର। ୟାକୁ ପୂରଣ କଲେ ଏପରି ହେବ। ତେବେ ଏହା ଥିଲା ଶସ୍ୟ ଉତ୍ପାଦନ ଓ ପରିଚାଳନାର କ୍ୱେଶ୍ଚନ୍ ଆନ୍ସର। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।